ସବୁଠାରୁ ବଡ଼ ସମସ୍ୟା ସେ କେବଳ ଭାଇ ଭାଇ ଭିତରେ ଲଢ଼େଇବା ଦେଶର ଅବିଶ୍ୱାସ ବାତାବରଣ ସୃଷ୍ଟି କରିବା ଛଡ଼ା ଆଉ ତାଙ୍କ ପାଖରେ ଦ୍ୱିତୀୟ କୌଣସି ଏଜେଣ୍ଡା ନାହିଁ, କୌଣସି ଉନ୍ନତିମୂଳକ କାର୍ଯ୍ୟକ୍ରମ ନାହିଁ। କେବଳ ସେ ଯେଉଁ ବିଲ୍ଡିଂ 2025 ରହିଥିଲା ତାର ରଙ୍ଗ ଚେଞ୍ଜ କରିକି ସେ କହିବେ ଆମେ କାମ କରୁଛୁ। ଦୀର୍ଘ 25 ବର୍ଷ ଧରି ଶାସନ ଚାଲିଥିଲା। ସେଇ ଶାସନ କାଳ ଭିତରେ ଯାହା ବି ହେଇଥିଲା ତାହା ଲୋକମାନେ ଅନୁଭବ କରି ସରକାର ବଦଳାଇଥିଲେ। ବିଜେପି ସରକାର ଆସିଥିଲା। ବିଜେପି ସରକାର ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଥିଲେ ଯେ ପୂର୍ବ ସରକାର ଯେଉଁଭଳି ଭାବରେ ଦୁର୍ନୀତି ହେଲା ତା ବିରୁଦ୍ଧରେ ଲୋକମାନେ ଭୋଟ ଦେଲେ। କିନ୍ତୁ ଏଇ ସରକାର ଯେଉଁ ଆପଣ ଦେଖିଥିବେ ବର୍ଷେ ବି ପୁରିନି, ବର୍ଷେ ଭିତରେ ତାଙ୍କର ବହୁତ ସମସ୍ୟା ଭିତରେ ସେ ଘେରି ଯାଇଛନ୍ତି। ମୁଁ ପ୍ରଥମେ ଆପଣଙ୍କ ମାଧ୍ୟମରେ ଓଡ଼ିଶାର ପିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ମୋ ଉପରେ ବିଶ୍ୱାସ କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଆମର ଓଡ଼ିଶାରେ ଇନଚାର୍ଜ ଅଛନ୍ତି ଶ୍ରୀଯୁକ୍ତ ଅଜୟ କୁମାର ଲଲ୍ଲୁଜୀ, ସେ ବି ବିଶ୍ୱାସ ଆସ୍ଥା ପ୍ରକଟ କରୁଛନ୍ତି, ତାଙ୍କୁ କୃତଜ୍ଞତା ଜଣାଉଛି ଯେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହାର କାର୍ଯ୍ୟକ୍ରମ ହେଲା ଆମେ ପ୍ରତି ଜିଲ୍ଲାର ଓଡ଼ିଶା ସାରା ପ୍ରତି ଜିଲ୍ଲାର ବ୍ଲକ ସ୍ତରରେ ଯାଇକି କୋଭଳି ଭାବରେ ପୁରୁଣା ପିଲା ଯେଉଁମାନେ ରହିଯାଇଥିଲେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଦୀର୍ଘ ବର୍ଷ ଧରି ଆମର 20-25 ବର୍ଷ ଧରି ଯେଉଁ ପୁରୁଣା ପିଲାମାନେ ଥିଲେ ଯାହା ଯେଉଁମାନଙ୍କ ସହଯୋଗରେ ଯେଉଁମାନଙ୍କର ପ୍ରଚେଷ୍ଟାରେ ଆଗରୁ କଂଗ୍ରେସ ବହୁତ ଆଗ ଧାଡ଼ିରେ ଥିଲା। କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ ଟିକେ କଂଗ୍ରେସ ଦୁର୍ବଳ ହୋଇଗଲା, ଦିନକୁ ଦିନ ଦୁର୍ବଳ ହୋଇଯାଇଛି, ସେଇ ପିଲାମାନଙ୍କୁ ପୁଣି ଥରେ ତାଙ୍କୁ ବାହାର କରି ମୁଖ୍ୟ ସ୍ରୋତରେ ସାମିଲ କରିବା, ପୁଣି କଂଗ୍ରେସକୁ ଆଣିବା ଓ ତାଙ୍କର କ୍ୟାପାସିଟି ଅନୁସାରେ ତାଙ୍କର ଯେତିକି କାର୍ଯ୍ୟକଳାପ ଅଛି ସେ ଯେତିକି ବହନ କରିପାରିବେ ପିସିସି ସଭାପତିଙ୍କ ସହିତ ଆଲୋଚନା କରି ସେ ପିସିସି ସଭାପତି ତାଙ୍କୁ ସେଇଭଳି ଭାବରେ କାର୍ଯ୍ୟ ଦେବେ ଓ ସେଇଭଳି ଭାବରେ ପଦପଦବୀ ଦେଲେ ସେମାନେ କାର୍ଯ୍ୟକ୍ରମ ଆଗକୁ ବଢ଼େଇବେ ଆଉ ନିଶ୍ଚିତ ଭାବରେ କଂଗ୍ରେସକୁ ଆଗାମୀ ଦିନରେ ସୁଦୃଢ଼ କରାଇବେ। ଆମେ କେବଳ ସହାୟକ ଟିମ୍ ଗୋଟେ ହେଇଛି ଯାହାକି କଂଗ୍ରେସ ଦଳକୁ ଆଗାମୀ ଦିନରେ ପିସିସି ସଭାପତିଙ୍କର ହାତ ମୁଠାକୁ ଟାଣ କରିବା ପାଇଁ ଓ ଆଗାମୀ ଦିନରେ ଯେଉଁଭଳି ଭାବରେ ଭାରତବର୍ଷରେ ଦୁର୍ନୀତି ଘଟି ଚାଲିଛି ଅନୁରୂପ ଭାବେ ଓଡ଼ିଶାରେ ଯେଉଁଭଳି ଭାବରେ ନାରୀ ନିର୍ଯାତନା ଆପଣ ଜାଣିଥିବେ ବାରମ୍ବାର ନାରୀ ନିର୍ଯାତନା ହେଉଛି ଗୋଟେ ପରେ ଗୋଟେ କେସ୍, ଗ୍ୟାଙ୍ଗ ରେପ୍ ହେଉ ବା ଗୋଟେ ପରେ ଗୋଟେ ନାରୀ ନିର୍ଯାତନା ହେଉ ବା ଆତ୍ମଦାହ ଦେଇଛନ୍ତି। ଏବେ ଆମର ଏଇ ବାଲେଶ୍ୱର ଆପଣ ଦେଖିଥିବେ କଲେଜର ଝିଅ ଯିଏକି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଛାତ୍ର ସଂଗଠନର ଝିଅ ତାକୁ ବି ସେଇ ସରକାରୀ ଦଳର ଛାତ୍ର ସଂଗଠନର ଝିଅ ତାକୁ ବି ସୁରକ୍ଷା ଦେଇପାରିଲେ ନାହିଁ, ସେ ଶେଷରେ ଆତ୍ମାହୁତି ଦେଲା। ଏଇଭଳି ଭାବରେ ଯେଉଁ ବଢ଼ି ଚାଲିଛି ତା ବିରୁଦ୍ଧରେ ଓଡ଼ିଶାରେ ସରକାର ବିରୁଦ୍ଧରେ ଦାନା ବାନ୍ଧିଲାଣି, ଯାହାକି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ପିସି ସଭାପତି ହେବା ଦିନଠାରୁ ଆପଣ ଲକ୍ଷ୍ୟ କରିଥିବେ ଦିନକୁ ଦିନ କଂଗ୍ରେସ ଉପରକୁ ବଢ଼ି ଚାଲିଛି। ତାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ, ଆହୁରି ଆଗକୁ ନେବା ପାଇଁ ଆଉ ସରକାର ଆଣିବା ପାଇଁ ଆଉ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଭାରତବର୍ଷର ପ୍ରଧାନମନ୍ତ୍ରୀ କରିବା ପାଇଁ ଇଏ ପ୍ରଚେଷ୍ଟା, ଇଏ ଯୁବକ ସଂଗଠନ ଇଏ ସମସ୍ତଙ୍କୁ ଏକଜୁଟ କରି ସମସ୍ତଙ୍କୁ ତଳ ସ୍ତରରୁ ଆଣି ତାକୁ ମୁଖ୍ୟ ସ୍ରୋତରେ ସାମିଲ କରି ପୁଣି ସଂଗଠିତ କରି ପୁଣି କଂଗ୍ରେସକୁ ଜିତେଇବା ଓ କଂଗ୍ରେସକୁ ସରକାର ଆଣିବା ପାଇଁ ଏ ଗୋଟେ ପ୍ରଚେଷ୍ଟା। ଦୀର୍ଘ ବର୍ଷ ଧରି 2014 ଠାରୁ କେନ୍ଦ୍ରରେ କଂଗ୍ରେସ ସରକାର ନାହିଁ, ଓଡ଼ିଶାରେ 2000 ମସିହା ଠାରୁ କଂଗ୍ରେସ ସରକାର ନାହିଁ। କିନ୍ତୁ ଓଡ଼ିଶା କଥା କହିବାକୁ ହେଲେ ଓଡ଼ିଶାରେ ଗୋଟିଏ ଶାସନ ଚାଲିଥିଲା, ଦୀର୍ଘ 25 ବର୍ଷ ଧରି ଶାସନ ଚାଲିଥିଲା। ସେଇ ଶାସନ କାଳ ଭିତରେ ଯାହା ବି ହେଇଥିଲା ତାହା ଲୋକମାନେ ଅନୁଭବ କରି ସରକାର ବଦଳାଇଥିଲେ। ବିଜେପି ସରକାର ଆସିଥିଲା। ବିଜେପି ସରକାର ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଥିଲେ ଯେ ପୂର୍ବ ସରକାର ଯେଉଁଭଳି ଭାବରେ ଦୁର୍ନୀତି ହେଲା ତା ବିରୁଦ୍ଧରେ ଲୋକମାନେ ଭୋଟ ଦେଲେ। କିନ୍ତୁ ଏଇ ସରକାର ଯେଉଁ ଆପଣ ଦେଖିଥିବେ ବର୍ଷେ ବି ପୁରିନି, ବର୍ଷେ ଭିତରେ ତାଙ୍କର ବହୁତ ସମସ୍ୟା ଭିତରେ ସେ ଘେରି ଯାଇଛନ୍ତି। ବହୁତ ସମସ୍ୟା ଭିତରେ ମୁଖ୍ୟ ସମସ୍ୟା ହେଲା ନାରୀମାନଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ଓ ତାଙ୍କର ଆଉ ଗୋଟେ ସବୁଠାରୁ ବଡ଼ ସମସ୍ୟା ସେ କେବଳ ଭାଇ ଭାଇ ଭିତରେ ଲଢ଼େଇବା, ଦେଶର ଅବିଶ୍ୱାସ ବାତାବରଣ ସୃଷ୍ଟି କରିବା ଛଡ଼ା ଆଉ ତାଙ୍କ ପାଖରେ ଦ୍ୱିତୀୟ କୌଣସି ଏଜେଣ୍ଡା ନାହିଁ, କୌଣସି ଉନ୍ନତିମୂଳକ କାର୍ଯ୍ୟକ୍ରମ ନାହିଁ। କେବଳ ସେ ଯେଉଁ ବିଲ୍ଡିଂ 2025 ରହିଥିଲା ତାର ରଙ୍ଗ ଚେଞ୍ଜ କରିକି ସେ କହିବେ ଆମେ କାମ କରୁଛୁ। এইভাবে ভাবে কাম করে সে তাঁর বর্তমান ইয়ে করছেন। কিন্তু এই সবুর বিকল্প বর্তমান কংগ্রেস দল উপরে লোক মানে আস্থা প্রকট করছেন। আপন মানে জানিথিবে যে এই পিসি সভাপতি হেবা পরঠার বারম্বার বর্তমান কংগ্রেস দিনকু দিন গ্রো করিবার লাগিছে, দিনকু দিন বড়িবার লাগিছে। আম মানক কাম হেলা আমি মানে যাই তল স্তরରୁ বুথ স্তরରୁ পঞ্চায়েত স্তরରୁ ব্লক স্তরରୁ পুଣି নূଆ যুবক সাথী মানুষ যুবক ব্রিগেডিयर মানুষ চিহ্নট করা ও তাঁকু আনি
आनी पीसी सभापति पाखे पहुँचाइबा और तांको उपयुक्त सम्मान दे पुणी दल में थैथान कले आगामी दिन में निश्चित भाव में आम दृढ़ विश्वास निश्चित भाव में कांग्रेस पुणी फेर ओडिशा रे फेरिबा सहित देश में निश्चित कांग्रेस आसिबो।